ଜୟ ଜଗନ୍ନାଥ। ଆଜି କାଳିଆ ଭାଇ ଭଲ କଥା ମନେ ରଖ। ଆଜି ଆଲୋଚନା କରିବା ଦାରୁଣ ଦୁଃଖ। ବର୍ତ୍ତମାନ ଲୋକଙ୍କୁ ଦାରୁଣ ଦୁଃଖ ପଡ଼ିଲାଣି, କିନ୍ତୁ କିଛି ହେଇନି, ଆଗକୁ ଆହୁରି ଦାରୁଣ ଦୁଃଖ ହବ। ଦାରୁଣ ଦୁଃଖ କଣ? ଯୋଉ ଦୁଃଖ ମୁଖରେ କହି ହୁଏ ନାହିଁ, ଆଖିରୁ ଲୁହ ବୁହେ ନାହିଁ, ମାନେ ଏମିତି ଦୁଃଖ ସେ ଜଡ଼ ମଧ୍ୟ ହେଇଯାଆନ୍ତି। ବୁଝିଯାଉଛି? କଣ ହୁଅନ୍ତି? ଜଡ଼ ହେଇଯାଆନ୍ତି। ସମସ୍ତଙ୍କ ଏତିକି ମନେ ରଖ, ଠାକୁର ଡାକ, ପ୍ରଭୁ ଜୀବନରେ ଯେତେ ଦୁଃଖ ଆସୁଛି ଆସୁ, ଜୀବନରେ ଦାରୁଣ ଦୁଃଖଟା ନ ଆସୁ। ଯେଉଁମାନଙ୍କ ଜୀବନରେ ଦାରୁଣ ଦୁଃଖ ଆଇଛି ସେ ତା ଅନୁଭବ କରୁଛନ୍ତି, ସେ ଜାଣିଛନ୍ତି। ଆମେ ସିନା ମଣିଷକୁ ଆଖି ଦେଖେଇ ଦେବା, ହେଲେ କଣ ଉପରବେଳାକୁ ଆଖି ଦେଖେଇ ପାରିବା? ଦୁଃଖ ତ ଦୁଃଖ, ଦାରୁଣ ଦୁଃଖ। ଚୋରି ହେଇଗଲେ କଷ୍ଟ ନାହିଁ, ହାତ କଟିଗଲେ କଷ୍ଟ ନାହିଁ, କିନ୍ତୁ ଦାରୁଣ ଦୁଃଖଠୁ ଦୁଃଖ ନାହିଁ। ଦାରୁଣ ଦୁଃଖ ବର୍ତ୍ତମାନ ଅନେକ ବ୍ୟକ୍ତି ବିଶେଷ ଭୋଗିଲେଣି। ମହାପୁରୁଷ କହୁଛନ୍ତି ଏତିକିରେ ସରିନି, ଆହୁରି ଅଛି। ଦାରୁଣ ଦୁଃଖ କଣ? ବୁଢା ବାପ ବସିଥିବ, ତା ଆଗରେ ଭେଣ୍ଡା ପୁଅ ଗୁରା ମରିଯାଉଥିବେ, ସେ ଦୁଃଖଠୁ ଦୁଃଖ ଅଛି? ଅଛି? ସେ ଦୁଃଖଠୁ ଦୁଃଖ। ଗୋଟେ ବାପ ମା ଜଡ଼ ହେଇଯାଆନ୍ତି, ପୁଅ କାନ୍ଧରେ ବାପ ଯିବା କଥା, କିନ୍ତୁ ବାପ କାନ୍ଧରେ ପୁଅ ଯିବ, ସେ କି କଷ୍ଟ। ସଚିମାତା ଗୋବିନ୍ଦ ଚନ୍ଦ୍ର କହୁଛନ୍ତି, ପୁଅ ମନ ରଖିଥା, ତତେ କହୁଛି, ଭଜୁ କିନା ରାମ ନାମରେ କୁମର, ଭଜୁ କିନା ରାମ ନାମ, ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ। ସେହି କାଳ ଯମ ବଡ଼ ଦାରୁଣରେ ସଜେଇ ରଖେ ମିନନ୍ତି, ବାଛି ନେବ କଞ୍ଚା ରଖିବ ପାଚଲା, ଦେବଟି ଦାରୁଣ ଦୁଃଖ। ଆମ ମତରେ ସଚିମାତା ମଧ୍ୟ ସିଏ ପଦଟି କହିଥିଲେ, ସିଏ ମଧ୍ୟ ଭବିଷ୍ୟତବାଣୀ କରିଛନ୍ତି। ବାଛି ନେବ କଞ୍ଚା ମାନେ ଭେଣ୍ଡା ପୁଅ ଚାଲିଯିବେ, ରଖିବ ପାଚଲା, ବୁଢା ବାପ ବସିଥିବ। ଦେବଟି ଦାରୁଣ ଦୁଃଖ, ସେ କାଳଜମ ଏମିତିଆ ଭୟଙ୍କର, ସେ କଣ କରିବ? ଦାରୁଣ ଦୁଃଖ ଦବ। ସେ ଦୁଃଖ ସହିତ କେହି ସମାନ ନୁହନ୍ତି। ଏଇ କଥା ଉପରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମଧ୍ୟ କଣ କରିଛନ୍ତି? ଆମ ମାନଙ୍କୁ ଦିଗଦର୍ଶନ ଦେଇଛନ୍ତି। ସତୀମାତା ଯୋଉ କଥା କହିଲେ, ଅଚ୍ୟୁତ ମଧ୍ୟ ସେଇ କଥା କହୁଛନ୍ତି। ଅଚ୍ୟୁତ କହୁଛନ୍ତି କଣ ନା, ପିତା ବସିଥିବ ପୁତ୍ର ଚାଲିଯିବ, କାନ୍ଦୁଥିବ ଦାଣ୍ଡେ ବସି, ଅନ୍ତର ବେଦନା କହି ନ ପାରିବ, ଲୋକ ଯାଉଥିବେ ହସି। କି ସୁନ୍ଦର କଥା। ପିତା ବସିଥିବ ମାନେ ବାପ ରହିଥିବ, ପୁତ୍ର ଚାଲିଯିବ, ପୁଅ ମରିଯିବ, ବାପ କଣ କରୁଥିବ? ଦାଣ୍ଡ ପିଣ୍ଡାରେ ବସିକି କାନ୍ଦୁଥିବ, ଭାବୁଥିବ, ଭାବି ଭାବି ଆଖି କଣ ହଉଛି? ଲୁହ ଗଡୁଥିବ। ଅନ୍ତର ବେଦନା କହି ନ ପାରିବ, ତା ଅନ୍ତରରେ କଣ ହଉଛି ସେ ଲୋକ ଲୋଚନକୁ କହିପାରୁ ନଥିବ, କିନ୍ତୁ ଲୋକ ଯାଉଥିବେ ହସି। କିଛି ବ୍ୟକ୍ତି କହୁଥିବ, ଆରେ ଏଇ କର୍ମକୁ ଏ କର୍ମ କରିଥିବା ହେତୁ ଆଜି ଏଇଆ ଦାରୁଣ। ବର୍ତ୍ତମାନ ତମେ ଦେଖ, ଭେଣ୍ଡା ଛୁଆ ଗୁଡାକ, ଅଳ୍ପ ବୟସର ଛୁଆ ଗୁଡା କଣ ହଉଛି? ବେଶୀ ଗାଡି ଧକ୍କାରେ ମରୁଛନ୍ତି। କିଛି ହେଇନାହାନ୍ତି, ଆହୁରି ଯିବେ।
ଅନେକ ଅକାଳ ମୃତ୍ୟୁ ବହୁତ ଘଟିବ, ଯାହାକି କଳନା କରିହବ ନାହିଁ। ଖାଲି ମିନସନି ଭୋଗ ହଉ, ଡ୍ରାମା ପେଣ୍ଡାଲ ବନ୍ଧା ହେଇଗଲେଣି, ଆକ୍ଟର କଣ ପେଣ୍ଟିଂ ହେଇସାରିଲେଣି, ଆଉ ଖାଲି ମ୍ୟୁଜିକ ବାଜିବ, ଡ୍ରାମା ହବ। ଜୟ ଜଗନ୍ନାଥ। ଆଉ ଗୋଟେ ଭଲ କଥା ମନେ ହେଇଥାଉ, କଳିର ସଂହାରଲୀଳା ଦିଟା ସ୍ତରରେ ହବ ହେଲା। ଗୋଟେ ଅନନ୍ତ ମାଧବଙ୍କର 52 ଅଙ୍କରୁ 56 ଅଙ୍କ ହେଲା। ତାପରେ ମୁକୁନ୍ଦ ଦେବଙ୍କ 12 ଅଙ୍କରୁ 42 ଅଙ୍କ। ଦିଟା ସ୍ତର ହବ, ଏକାଥରକେ ପୃଥିବୀରେ ପରିବର୍ତ୍ତନ ଆସିବ। এটা ବୁଝିପାରିଲ ନା? ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦିକ ହରି।